ଆପଣମାନେ ଯଦି ଆପଣଙ୍କର ଭାଇଙ୍କୁ କିମ୍ବା ଭଉଣୀଙ୍କୁ ହୃଦୟରୁ ଭଲ ପାଉଥାନ୍ତି ତେବେ ଏହି ଭିଡ଼ିଓଟିକୁ ଦୟାକରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ। ଆଜି ଆପଣଙ୍କ ପାଇଁ ଏକ ସୁନ୍ଦର ବିଷୟବସ୍ତୁ ରହିଅଛି। ଆଜିର ଭିଡ଼ିଓରେ ଆମେ ଜାଣିବା ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା କେବେ ପାଳିବେ। ଅଗଷ୍ଟ 8 ତାରିଖ ନା ଅଗଷ୍ଟ 9 ତାରିଖ? କେଉଁ ଦିନ ପାଳନ କରାଯିବ ରକ୍ଷାବନ୍ଧନ? ଭାଇ ହାତରେ ଭଉଣୀ କେମିତି ରାକ୍ଷୀ ବାନ୍ଧିବେ? ରାକ୍ଷୀ ବାନ୍ଧିବା ସମୟରେ କେଉଁ ମନ୍ତ୍ର ଉଚ୍ଚାରଣ କରିବା ଉଚିତ? ରାକ୍ଷୀ ବାନ୍ଧିବାର ଶୁଭ ସମୟ କ'ଣ ଅଟେ? ଆଉ ଏଥର ଭଦ୍ରାକାଳ ମଧ୍ୟ ପଡ଼ୁଅଛି। ଆଉ ଏଥର କେଉଁ ଭୁଲ ସବୁ କରିବେ ନାହିଁ ଯାହାଦ୍ୱାରା ଆପଣଙ୍କର ଭାଇଙ୍କର ସର୍ବନାଶ ହୋଇଥାଏ। ଏହି ବର୍ଷ ଭଦ୍ରାକାଳ ମଧ୍ୟ ପଡ଼ୁଅଛି। ଭଦ୍ରାକାଳରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଲେ ଭାଇର ଅମଙ୍ଗଳ ମଧ୍ୟ ହୋଇଥାଏ, ଅଶୁଭ ହୋଇଥାଏ। ତ ଏହି ଭଦ୍ରାକାଳର ସମୟ କେତେବେଳେ ରହିଅଛି? ଏମିତି ଅନେକ କଥା ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ସେଥିପାଇଁ ଯଦି ଆପଣ ଆପଣଙ୍କର ଭାଇଙ୍କୁ ଭଲ ପାଉଥାନ୍ତି ତେବେ ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ, ଜୟ ମାତା ଲକ୍ଷ୍ମୀ ଅବଶ୍ୟ ରୂପରେ ଲେଖିଦିଅନ୍ତୁ। ବନ୍ଧୁଗଣ, ଭାଇ ଭଉଣୀମାନଙ୍କର ପବିତ୍ର ସମ୍ପର୍କ ଠାରୁ ଆଉ କୌଣସି ପବିତ୍ର ସମ୍ପର୍କ ନାହିଁ। ଆଉ ଯେଉଁ ସମ୍ପର୍କ ଗୋଟିଏ ଡୋରିରେ ବନ୍ଧା ହୋଇଛି ତାହା ହେଉଛି ରାକ୍ଷୀର ବନ୍ଧନ। ଭଉଣୀଟିଏ ତାର ଭାଇ ହାତରେ ବାନ୍ଧି ଦେଇଥାଏ ରାକ୍ଷୀ, ଆଉ ମାଗିଥାଏ ସୁରକ୍ଷା ତାର ଭାଇ ପାଖରେ। ଆଉ ତାର ଭାଇ ମଧ୍ୟ ବଚନ ଦେଇଥାଏ, ମୋ ଭଉଣୀ ତୋର ସବୁ ଜୀବନର ରକ୍ଷାର ବଚନ ମୁଁ ଦେଉଅଛି। ଆଉ ଭଉଣୀଟିଏ ମଧ୍ୟ ତାର ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ଦୀର୍ଘ ଆୟୁର କାମନା କରିଥାଏ। ତେଣୁ ଭାଇ ଭଉଣୀଙ୍କର ଏହି ପବିତ୍ର ସମ୍ପର୍କ ରାକ୍ଷୀର କଥା, ଯାହାକି 8 ଅଗଷ୍ଟରେ ପାଳିବା ନା 9 ଅଗଷ୍ଟରେ ପାଳିବା, ଆମେ ଏହି କଥାକୁ ଟିକିଏ ଆପଣଙ୍କ ପାଖରେ ଆଲୋଚନା କରିବୁ। ଯେହେତୁ ଚଳିତ ବର୍ଷ 2 ଦିନ ପୂର୍ଣ୍ଣିମା ତିଥି ପଡ଼ୁଅଛି, 8 ଅଗଷ୍ଟରେ ମଧ୍ୟ ପଡ଼ୁଅଛି, 9 ଅଗଷ୍ଟରେ ମଧ୍ୟ ପଡ଼ୁଅଛି। ତେଣୁ ଆପଣ କେଉଁ ଦିନ ରାକ୍ଷୀ ବାନ୍ଧିବେ ଆଉ କେଉଁ ଦିନ ଭଦ୍ରାକାଳ ପଡ଼ୁଅଛି, ତେବେ ତାହା ସମ୍ପର୍କରେ ଆସନ୍ତୁ ଜାଣିବା। ଧ୍ୟାନର ସହିତ ଶୁଣନ୍ତୁ। ବର୍ଷ 2025ରେ ପଡ଼ୁଥିବା ରାକ୍ଷୀ ପୂର୍ଣ୍ଣିମାର ସବୁଠାରୁ ଖାସ୍ କଥା ଏହା ଅଟେ କି ଚଳିତ ବର୍ଷ ଆମେମାନେ ଯେଉଁଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବା, ରକ୍ଷାବନ୍ଧନ ପାଳନ କରିବା, ସେହିଦିନ ଭଦ୍ରାକାଳ ପଡ଼ିବ ନାହିଁ। ଭଦ୍ରାକାଳ ରାକ୍ଷୀ ପୂର୍ଣ୍ଣିମାରେ ପଡ଼ିଲେ ଭାଇର ଅଶୁଭ ହୋଇଥାଏ। ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିଲେ ଭାଇର ଅମଙ୍ଗଳ ହୋଇଥାଏ। ଏହିଥର ରାକ୍ଷୀ ପୂର୍ଣ୍ଣିମାରେ ସୌଭାଗ୍ୟଶାଳୀ ଯୋଗ ବନୁଅଛି, ତା ସହିତ ସର୍ବସିଦ୍ଧି ଯୋଗ ମଧ୍ୟ ବନୁଅଛି। ଏହି ବର୍ଷ ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଆରମ୍ଭ ହେବ 8 ଅଗଷ୍ଟ 2 ପ୍ରହର 2:13 ଏବଂ ପୂର୍ଣ୍ଣିମା ତିଥି ସମାପ୍ତ ହେବ 9 ଅଗଷ୍ଟ ଶନିବାରକୁ 2 ପ୍ରହର 1:24 କାହିଁକିନା ରକ୍ଷାବନ୍ଧନ ଉଦୟ ତିଥି ହିସାବରେ ହିଁ ମନାଯାଇଥାଏ। ଏମିତିରେ ଏହିଥର ରକ୍ଷାବନ୍ଧନ 9 ଅଗଷ୍ଟ ଶନିବାର ଦିନ ହିଁ ପାଳନ କରାଯିବ। ଏହି ବର୍ଷ ପୂର୍ଣ୍ଣିମା ତିଥି 8 ଅଗଷ୍ଟ 2:12 ନେଇକରି ମଧ୍ୟରାତ୍ରି 1:52 ପର୍ଯ୍ୟନ୍ତ ରହିବ ଏବଂ ଏହିଥର ପାତାଳ ଲୋକରେ ଭଦ୍ରାକାଳର ବାସ ରହିବ। ଏମିତିରେ ତ ରାକ୍ଷୀ ପୂର୍ଣ୍ଣିମା ଦିନ କୌଣସି ଭଦ୍ରାକାଳର ସମୟ ରହିବ ନାହିଁ। 9 ଅଗଷ୍ଟ ସୂର୍ଯ୍ୟ ଉଦୟ ପୂର୍ବରୁ ଭଦ୍ରାକାଳର ସମାପ୍ତ ହେବ। ତେବେ 9 ଅଗଷ୍ଟ ଶନିବାର ଦିନ ରାକ୍ଷୀ ବାନ୍ଧିବାର ସମୟ ରହିବ 5:47 ନେଇକରି 2 ପ୍ରହର 1:24 ପର୍ଯ୍ୟନ୍ତ ରହିବ। ପୂର୍ଣ୍ଣିମା ତିଥିରେ ରାକ୍ଷୀ ବାନ୍ଧିବାକୁ ଏହାକୁ ଶୁଭ ବୋଲି ମାନାଯାଇଥାଏ। ଧ୍ୟାନ ରଖିବେ, ଦିନ 2ଟା ପରେ ପୂର୍ଣ୍ଣିମା ତିଥିର ସମାପ୍ତ ହେଉଛି। ତେଣୁ ଦିନ 2ଟା ପୂର୍ବରୁ ହିଁ ଆପଣ ରାକ୍ଷୀ ବାନ୍ଧି ପାରିବେ। ଆଉ ରାକ୍ଷୀ ବାନ୍ଧିବାର ବିଶେଷ ନିୟମ ଗୁଡ଼ିକ ରହିଅଛି। ଆପଣ ସେହି ନିୟମ ଗୁଡ଼ିକୁ ନିଶ୍ଚିନ୍ତ ମନେ ରଖିଥାନ୍ତୁ। ଏହା ତ ଥିଲା ଭଦ୍ରାକାଳର ନିୟମ। ତେବେ ଏହି ରାକ୍ଷୀ ବନ୍ଧନର କିଛି ବିଶେଷ ନିୟମ ଗୁଡ଼ିକ ରହିଅଛି। ଏହି ନିୟମ ଗୁଡ଼ିକୁ ଆପଣ ନିଶ୍ଚିନ୍ତ ରୂପରେ ମାନନ୍ତୁ। କାହିଁକିନା ଭାଇ ଭଉଣୀର ଏହି ଅତୁଟ ବନ୍ଧନ ରାକ୍ଷୀ, ଭାଇର ହାତରେ ଭଉଣୀ ରକ୍ଷା ସୂତ୍ରକୁ ବାନ୍ଧି ଭାଇର ନିରୋଗ କାମନା ରକ୍ଷା କରିଥାଏ। ଭଉଣୀ ଭାଇର ସବୁବେଳେ ଭଲ କାମନା କରେ।
ଆଉ ତା ସହିତ ଭାଇ ଭଉଣୀର ରକ୍ଷାକର୍ତ୍ତା ସାଜିବାର ବଚନ ମଧ୍ୟ ଦେଇଥାଏ। ତେଣୁ ଆପଣମାନଙ୍କୁ କହି ରଖିବା ପାଇଁ ଚାହୁଁ, ଆପଣ ଭାଇ ହୁଅନ୍ତୁ ଅଥବା ଭଉଣୀ, ଆପଣ ଏହି ଦିନ କେବେ ବି କଳା ବସ୍ତ୍ର ପିନ୍ଧିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ଏହି ରାକ୍ଷୀ ପୂର୍ଣ୍ଣିମା ଦିନ କିଛି ନିୟମ ଗୁଡ଼ିକ ରହିଛି, ଯାହାକୁ ଆପଣ ମାନନ୍ତୁ। ଆଉ ଦେଶୀ ଘିଅର ଦୀପ ଆପଣ ଲଗାଇଲେ ଏହା ଅତିଶୟ ଶୁଭ ହେବ। ଯେତେବେଳେ ଆପଣ ନିଜ ଭାଇଙ୍କୁ ବନ୍ଦାପନା କରୁଛନ୍ତି, ସେତେବେଳେ ଆପଣ ଘିଅର ଦୀପଟିଏ ଲଗାନ୍ତୁ, ବନ୍ଦାପନା କରନ୍ତୁ। ଆଉ ରାକ୍ଷୀ ବାନ୍ଧିବା ବେଳେ ଭାଇଙ୍କର ମୁଖ ଯେମିତି ଦେଖିବେ ପୂର୍ବ ଦିଗକୁ ରହିଥିବ, ନଚେତ୍ ଉତ୍ତର ଦିଗକୁ ରହିଥିବ। ଆଉ ରାକ୍ଷୀ ବାନ୍ଧୁଥିବା ଭଉଣୀ ସେ ପଶ୍ଚିମ ଦିଗକୁ ମୁଖ କରି କିମ୍ବା ଦକ୍ଷିଣ ଦିଗକୁ ମୁଖ କରି ରାକ୍ଷୀ ବାନ୍ଧିଲେ ଭାଇର ଅତିଶୟ ଶୁଭ ହୋଇଥାଏ। ଏହି ଭିଡ଼ିଓକୁ ଆପଣ ନିଶ୍ଚୟ ସେୟାର କରିବେ। ଅନେକ ଲୋକମାନେ ରାକ୍ଷୀ ବାନ୍ଧିବାର ନିୟମ ମଧ୍ୟ ଜାଣିନାହାନ୍ତି। ଆଉ ରାକ୍ଷୀ ପୂର୍ଣ୍ଣିମା ଯେଉଁ ବି ଦିନ ପଡ଼ୁ, ଯଦି ଆପଣ ରାକ୍ଷୀ ସର୍ବପ୍ରଥମେ ଦେବ ମନ୍ଦିର କିମ୍ବା ଗୋମାତାଙ୍କୁ ଦାନ କରୁଛନ୍ତି, ଭଉଣୀମାନେ ରାକ୍ଷୀ ବାନ୍ଧୁଛନ୍ତି, ଅତିଶୟ ଏହା ଶୁଭ ହୋଇଥାଏ। ଯେଉଁ ଭଉଣୀମାନେ ଯଦି ରାକ୍ଷୀ ପ୍ରଭୁ ଶ୍ରୀ ଗଣେଶଙ୍କୁ ଅର୍ପଣ କରନ୍ତି ବା ବାନ୍ଧନ୍ତି, ଗଣେଶଙ୍କୁ ଦୁବ ପ୍ରଦାନ କରନ୍ତି, ଏହାଦ୍ୱାରା ଭଉଣୀମାନଙ୍କର ଅତିଶୟ ଶୁଭ ଆଉ ଲାଭ ମଧ୍ୟ ହୋଇଥାଏ। ଏବଂ ଭଗବାନ ଶିବ ଶଙ୍କରଙ୍କର ମଧ୍ୟ ପୂଜା କରିବା ଦ୍ୱାରା ଆପଣଙ୍କୁ ଅତିଶୟ ଲାଭ ପ୍ରାପ୍ତି ହୋଇଥାଏ। ଏହି ଦିନରେ ଆପଣ ଭୁଲରେ ମଧ୍ୟ ଛିଣ୍ଡି ଯାଇଥିବା ରାକ୍ଷୀକୁ ଆପଣଙ୍କର ଭାଇଙ୍କ ହାତରେ ବାନ୍ଧନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା, ଯେତେବେଳେ ଭଉଣୀ ଭାଇ ହାତରେ ରକ୍ଷାସୂତ୍ର ବନ୍ଧନ କରିବେ, ସେହି ସମୟରେ କେଉଁ ମନ୍ତ୍ର ଉଚ୍ଚାରଣ କରିବେ। ମନ୍ତ୍ରଟିଏ ଉଚ୍ଚାରଣ କରିବା ନିହାତି ଜରୁରୀ, କାହିଁକିନା ଯେତେବେଳେ ଭଉଣୀ ତାର ଭାଇର ହାତରେ ରକ୍ଷାସୂତ୍ର ବନ୍ଧନ କରୁଛି, ତାହାର ଅର୍ଥ ମୋର ଭାଇ ଉପରେ କୌଣସି ବିପଦ ଆପଦ ନ ଆସୁ। ସେଥିପାଇଁ କୌଣସି ବିପଦ ଆପଦ ନ ଆସିବା ପାଇଁ ମନ୍ତ୍ର ଉଚ୍ଚାରଣ କରିବା ନିହାତି ଭାବରେ ଦରକାର। ମନେ ରଖନ୍ତୁ ମନ୍ତ୍ର, ଯେନୁ ବଦ୍ଧ ବଳି ରାଜା ଦାନବେନ୍ଦ୍ର ମହାବଳ ତେନ ତ୍ୱା ମନବତ୍ନାମି ରକ୍ଷମାଚଳ ମାଚଳ। ଏହି ମନ୍ତ୍ରକୁ ଉଚ୍ଚାରଣ କରି ପ୍ରତ୍ୟେକ ଭଉଣୀମାନେ ତାଙ୍କର ଭାଇଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିବେ। ଏହି ଦିନ ମଧ୍ୟ କୁଳ ପୁରୋହିତମାନେ ସେମାନଙ୍କର ଜେଜେମାନଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଥାନ୍ତି, ପଇତା ସମର୍ପଣ ମଧ୍ୟ କରାଇଥାନ୍ତି। ଏହି ଦିନ ବିଶେଷ ଭାବରେ ଗୋ ପୂଜାର ବିଶେଷ ମହତ୍ଵ ରହିଅଛି। ଗୋ ପୂଜା ଏହି ଦିନ ବିଶେଷ ଭାବରେ କରାଯାଇଥାଏ। ଏହି ଦିନ ଗୁରୁ ଗାଈମାନଙ୍କୁ ଚନ୍ଦନ, ସିନ୍ଦୁର, ଫୁଲମାଳ ଆଦି ଦେଇକରି ବନ୍ଧା ଯାଇଥାଏ ଏବଂ ପିଠା ଭୋଗ କରାଯାଇଥାଏ। ଯେଉଁ ପିଠା ଭୋଗ କରାଯାଏ, ସେହି ପିଠା ଗୋମାତାଙ୍କୁ ଖାଇବା ପାଇଁ ଦିଆଯାଏ। ଆପଣ କେବେ ହେଲେ ବି ରାକ୍ଷୀ ପୂର୍ଣ୍ଣିମା ଦିନ ଆମିଷ ଭକ୍ଷଣ କରନ୍ତୁ ନାହିଁ। ଏହି ଦିନ ଆପଣ ସାତ୍ତ୍ୱିକ ଆହାର କରନ୍ତୁ। ଖାଲି ସେତିକି ନୁହଁ, ବରଂ ଏହି ଦିନ ଭାଇମାନେ ଉପହାର ବାକି ରଖନ୍ତୁ ନାହିଁ। ଯଦି ଉପହାରରେ କିଛି ପଇସା ସ୍ୱରୂପ ଦେବା ପାଇଁ ଚାହୁଁଛନ୍ତି, ତେବେ ତାହାକୁ ମଧ୍ୟ ବାକି ରଖନ୍ତୁ ନାହିଁ। ନିଶ୍ଚିନ୍ତ ଆପଣ ଏହି ଦିନ ପଇସା ଭଉଣୀମାନଙ୍କୁ ପ୍ରଦାନ କରନ୍ତୁ। ଆଉ କେଉଁ ଜିନିଷ ଗୁଡ଼ିକ ସବୁ ପ୍ରଦାନ କରିବେ ନାହିଁ, ତାହା ମନେ ରଖିଥାନ୍ତୁ। ଭାଇ କେବେ ବି ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ଚପଲ, ଦର୍ପଣ, ରୁମାଲ ଭଉଣୀଙ୍କୁ କେବେ ବି ପ୍ରଦାନ କରନ୍ତୁ ନାହିଁ। ନହେଲେ ଭଉଣୀ ସହିତ ଆପଣଙ୍କର ସମ୍ପର୍କ ଆଗକୁ ବିଚ୍ଛିନ୍ନ ହେବାର ଅଛି। ଆଉ ଏହି ଦିନ ଯଦି ଆପଣ ମା ବୃନ୍ଦାବତୀଙ୍କୁ ନାଲି କପଡ଼ା ସହିତ ଆପଣ ଶଙ୍ଖା ଅର୍ପଣ କରୁଛନ୍ତି, ତେବେ ଏହାଦ୍ୱାରା ଅତିଶୟ ଗୃହର ମଙ୍ଗଳ ହୋଇଥାଏ। ଆଉ ଏହି ଦିନ ଭଉଣୀ ଏବଂ ଭାଇଙ୍କର ପବିତ୍ର ସମ୍ପର୍କ ସୁଦୃଢ଼ ରହୁ, ଏତିକି କେବଳ କାମନା କରିବା ସହିତ ଏହି ନିୟମ ଗୁଡ଼ିକ ନିଶ୍ଚିନ୍ତ ରୂପରେ ମାନନ୍ତୁ। ତେବେ ଏବେ ଚାଲନ୍ତୁ ଜାଣିବା, ରାକ୍ଷୀ ବାନ୍ଧି ସାରିବା ପରେ ଭାଇ ତାର ଭଉଣୀଙ୍କୁ କ'ଣ ସବୁ ଉପହାର ଦେବେ। ଶାସ୍ତ୍ର କୁହନ୍ତି, ସବୁଠାରୁ ଶୁଭ ଉପାୟ ହେଉଛି ସୁବର୍ଣ୍ଣ। ଆପଣଙ୍କର ସାମର୍ଥ୍ୟ ଅନୁସାରେ ଭଉଣୀଙ୍କୁ ଆପଣ ସୁବର୍ଣ୍ଣ ଦେଲେ ଆପଣଙ୍କର ଏହା ଅତିଶୟ ଶୁଭ ହୋଇଥାଏ। ତେଣୁ ଆପଣ ଆପଣଙ୍କର ସାମର୍ଥ୍ୟ ଅନୁସାରେ ସୁବର୍ଣ୍ଣ, ରୂପା ଏହିସବୁ ଦେଇପାରିବେ। ତା ସହିତ ବସ୍ତ୍ର ଉପହାର କରିପାରିବେ, କିଛି ଅର୍ଥ ରାଶି ମଧ୍ୟ ଦେଇପାରିବେ। କିନ୍ତୁ ଭୁଲରେ ମଧ୍ୟ କେବେ ବି ଉପହାର ସ୍ୱରୂପ ଭଉଣୀଙ୍କୁ ଫଟୋ ଫ୍ରେମ୍, ରୁମାଲ, ଚପଲ, ଲୌହ ଉପକରଣ
ଦର୍ପଣ, କୌଣସି ଧାର ଥିବା ଦ୍ରବ୍ୟ ଏହି ସବୁ କେବେ ବି ଆପଣ ଭଉଣୀଙ୍କୁ ଉପହାର ସ୍ୱରୂପ ଦେବେ ନାହିଁ। ଏହାଦ୍ୱାରା ଭାଇ ଭଉଣୀଙ୍କର ସମ୍ପର୍କ କ୍ଷୁର୍ଣ୍ଣ ହୋଇଥାଏ। ତେବେ ବନ୍ଧୁଗଣ, ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ହର ହର ମହାଦେବ, ଜୟ ମାତା ଲକ୍ଷ୍ମୀ ନିଶ୍ଚୟ ରୂପରେ ଲେଖିଦିଅନ୍ତୁ। ଏବଂ ରାକ୍ଷୀ ପୂର୍ଣ୍ଣିମା ସମ୍ପର୍କରେ ଅନେକ ବ୍ୟକ୍ତି ବିଶେଷମାନେ ଜାଣି ମଧ୍ୟ ନଥିବେ, ତେଣୁ ସେମାନଙ୍କ ପାଖକୁ ଏହି ଭିଡ଼ିଓଟିକୁ ନିଶ୍ଚୟ ରୂପରେ ସେୟାର କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍ଟିକୁ ମଧ୍ୟ ପ୍ରେସ୍ କରିଦିଅନ୍ତୁ ଏବଂ ଅଲ୍ରେ ସିଲେକ୍ଟ କରନ୍ତୁ, ଯାହାଦ୍ୱାରା ଆମେ ଅପଲୋଡ଼ କରୁଥିବା ପ୍ରତ୍ୟେକ ଭିଡ଼ିଓ ଆପଣଙ୍କ ପାଖରେ ପହଞ୍ଚି ପାରିବ। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓଟିକୁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ।